ବାର ମାସରେ 13 ପର୍ବ। ପୁନେଇ ପର୍ବ ଯାନିଯାତ୍ରା ଓଡ଼ିଆ ଜାତିର ଜାତକରେ ଲିଖିତ। ଏହା ବ୍ୟତୀତ ହିନ୍ଦୁ ଧର୍ମରେ ମଧ୍ୟ ଗ୍ରହ ନକ୍ଷତ୍ର ଚଳନ ଅନୁସାରେ ବିଭିନ୍ନ ତିଥିବାରରେ ଅନେକ ଗୁରୁତ୍ୱ ରହିଛି। ଏହି କ୍ରମରେ ଧନୁ ସଂକ୍ରାନ୍ତିକୁ ବର୍ଷର ଶେଷ ସଂକ୍ରାନ୍ତି ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ସଂକ୍ରାନ୍ତିରୁ ସୂର୍ଯ୍ୟ ଧନୁରାଶିରେ ପ୍ରବେଶ କରନ୍ତି। ସୂର୍ଯ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା, ନଦୀରେ ବୁଡ଼ ପକାଇବା ସମେତ ଏହି ସଂକ୍ରାନ୍ତିର ଆହୁରି ଅନେକ ଧାର୍ମିକ ଗୁରୁତ୍ୱ ରହିଛି। ଉପବାସ ଠାରୁ ଉର୍ଦ୍ଧ୍ୱରେ ଏହି ସଂକ୍ରାନ୍ତି ସାଂସ୍କୃତିକ ଗୁରୁତ୍ୱ ମଧ୍ୟ ବହନ କରେ। ଏହି ସଂକ୍ରାନ୍ତିର ବିଶେଷ ଆକର୍ଷଣ ହେଉଛି ନୂଆ ଭୋଗ। ଧନୁ ସଂକ୍ରାନ୍ତିରେ ସୂର୍ଯ୍ୟଦେବଙ୍କ ସମେତ ବିଭିନ୍ନ ଦେବାଳୟରେ ଦେବଦେବୀଙ୍କ ପାଖରେ ମୁଆଁ ଲାଗି ହୁଏ। ଜଗନ୍ନାଥ ପ୍ରେମୀଙ୍କର ବିଶ୍ୱାସ ଅନୁଯାୟୀ ଶ୍ରୀମନ୍ଦିରରେ ମୁଆଁ ଲାଗି ହେଲେ ମହାପ୍ରଭୁଙ୍କ ଠାରୁ ଜାଡ଼ ଦୂର ହୋଇଯାଏ। ଏହା ବ୍ୟତୀତ ଓଡ଼ିଶାର ପ୍ରାୟ ସମସ୍ତ ଦେବୀପୀଠରେ ମୁଆଁ ଭୋଗ କରାଯାଏ। ବ୍ରହ୍ମପୁରର ବୁଢ଼ୀ ସାଆନ୍ତାଣୀଙ୍କ ଠାରେ ହେଉଥିବା ମୁଆଁ ଭୋଗ ଓଡ଼ିଶା ପ୍ରସିଦ୍ଧ। ମୁଢ଼ି ମୁଆଁ, ଖଇ ମୁଆଁ, ଚୁଡ଼ା ମୁଆଁ, ଛେନା ମୁଆଁ ଆଦି ବିଭିନ୍ନ ପ୍ରକାରର ମୁଆଁ ଭୋଗ ହୁଏ। ଶ୍ରୀମନ୍ଦିରରେ ବିରି, ଗହମ ଚୂନା, ଘୃତ ପାଗ ହୋଇଥିବା ସ୍ୱତନ୍ତ୍ର ମୁଆଁ ମଧ୍ୟ ପୂଜା କରାଯାଏ। ମୁଆଁ ଲାଗି ହେଉଥିବାରୁ ସଂକ୍ରାନ୍ତିଟି ମୁଆଁ ସଂକ୍ରାନ୍ତି ନାମରେ ମଧ୍ୟ ପରିଚିତ। ଏଥିରେ ସୂର୍ଯ୍ୟ ପୂଜା ମଧ୍ୟ କରାଯାଏ। ଧନୁ ସଂକ୍ରାନ୍ତି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ। ବଢ଼ି ଭୋରୁ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରାଯାଇ ନଦୀରେ ବୁଡ଼ ପକାଯାଏ। ଏହି ଦିନ ଗଙ୍ଗା, ଯମୁନା, କୃଷ୍ଣା, ମହାନଦୀ, ତୁଙ୍ଗଭଦ୍ରା ଏବଂ କାବେରୀ ନଦୀରେ ବୁଡ଼ ପକାଇବାକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଦାନ ପୁଣ୍ୟ ପାଇଁ ଏହି ଦିନଟି ଅତ୍ୟନ୍ତ ପବିତ୍ର। ସୂର୍ଯ୍ୟଙ୍କ ବ୍ୟତୀତ ଏହି ଦିନରେ ନବଗ୍ରହଙ୍କର ମଧ୍ୟ ବନ୍ଦାପନା କରାଯାଏ।